କଳାହାଣ୍ଡି ବାର ସେସନର ନିର୍ବାଚନ ଆଜି ସୁରୁଖୁରୁ ଭାବରେ ସରିଯାଇଛି। ଆଉ ଆମର ଯେ ଏକ୍ଜିକ୍ୟୁଟିଭ କମିଟିର ଆଜି ନିର୍ବାଚନ ହେଇଛି। ଆଉ ଆଗାମୀ ଦିନରେ ଆମେ ବସିକିରି ସବୁ ପ୍ଲାନ୍ ପ୍ରୋଗ୍ରାମ କରିବୁ। ଆଉ ଓକିଲମାନଙ୍କର କିଭଳି ଭାବରେ ବିଭିନ୍ନ ନ୍ୟାୟ ଯାତ୍ରା ଆରମ୍ଭ ହେବ, ଓକିଲମାନଙ୍କର ଉନ୍ନତି ପାଇଁ ମୌଳିକ ଯେଉଁ ସମସ୍ୟାମାନେ ଅଛି ସେଇଟା କେମିତି ସମାଧାନ ହେବ, ଆଉ ବେଞ୍ଚ ଆଉ ବାର୍ର ରିଲେସନ୍ କିଭଳି ରହିବ, ସେସବୁ ଉପରେ ଆମେ ଆମ ଜେନେରାଲ ବଡ଼ିରେ ଡିସ୍କସନ୍ କରିକରି ଆଗାମୀ ଦିନର ପଦକ୍ଷେପ ଆମେ ଗ୍ରହଣ କରିବୁ। 130 ଖଣ୍ଡେ ଭୋଟରେ ବିଜୟ ହେଇଛି। ବିଜୟ ତ ସମସ୍ତ ବାର୍ ଆସୋସିଏସନର ବିଜୟ। ମୋର ଏଥିପାଇଁ ମୁଁ ମୋର ସମସ୍ତ ଆଡ଼ଭୋକେଟ୍ ଭାଇମାନଙ୍କୁ ଶ୍ରେୟ ଦେଉଛି ଯେ ବିଜୟଟା କଳାହାଣ୍ଡି ବାର୍ ଆସୋସିଏସନର ବିଜୟ। ଆମେ ବ୍ୟକ୍ତିଗତ ଭାବରେ କୌଣସି ବିଜୟ ହେଇନୁ। এটা କଳାହାଣ୍ଡି ବାର୍ ଆସୋସିଏସନ ତାର ରିପ୍ରେଜେଣ୍ଟେଟିଭ୍ ତାଙ୍କର ଦାୟିତ୍ୱ ସମ୍ପାଦନ କରିବା ପାଇଁ ଚୁଜ୍ କରିଛି। ସେଥିପାଇଁ ମୁଁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି। ଦିନଲିପି ଲାଇଭକୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।